ଯେମିତି ପାପ କାମ କାହିଁକି ଜାଣି ଶୁଣି ଏମିତି ଅଧର୍ମ କାମ କରି ନିଜ ଜୀବନକୁ ଶାପଗ୍ରସ୍ତ କରୁଛୁ? ନା ମୁଁ ପାପ କରୁଛି, ନା ମୁଁ ଅଧର୍ମ କରୁଛି। ମୁଁ କେବଳ ଅପରାଧୀକୁ ଦଣ୍ଡ ଦଉଛି। ହାତରେ ମାରିଲୁ, ବେଲ୍ଟରେ ପିଟିଲୁ, ତଥାପି ମନ ଶାନ୍ତି ହେଲାଣି, ଗୋଡ଼ ଉଠେଇ ଗୋଇଠା ମାରୁଛୁ। ଆରେ ତୁ ପୁରା ପାଠ ସାଠ ପଢି ଶିକ୍ଷିତ, ହଠାତ୍ କାନ୍ଧରେ ଗୋଡ଼ ବାଜିଗଲେ ମଣିଷ ବିଷ୍ଣୁ ବୋଲି କହି କ୍ଷମା ପ୍ରାର୍ଥନା ଲାଗେ। କାହିଁକି ନା ସଙ୍ଗରେ ଭଗବାନ ଥାନ୍ତି। ଆମ ତ ବଡ଼ ଭାଇ, ତୁ ମତେ ଗୋଡ଼ ଉଠେଇ ଗୋଇଠା ମାରୁଛୁ। ଠିକ ଅଛି, ଯଦି ତୋ ବିଚାରେ ମୁଁ ଅପରାଧୀ ମୁଁ ଠିଆ ହେଇଛି, ତ ମନ ଇଚ୍ଛା ବେଲ୍ଟ ପିଟି ପିଟି ମଧ୍ୟରୁ କୌଣସି ଚମଡ଼ା ଉତାରି ଦେ, ମୁଁ କିଛି ବି ଆପତ୍ତି କରିବିନି। ହେଲେ ମୁଁ ତତେ ହାତ ଯୋଡ଼ି ଅନୁରୋଧ କରୁଛି, ତୁ ମତେ ଗୋଇଠା ମାରି ନିଜର ସର୍ବନାଶ କରନା। ଶୁଣିବା ଦରକାର ନାହିଁ। ମନରେ କହୁଛି ମୋର ଟଙ୍କା ମତେ ଫେରେନି, କାରଣ ମାରି ମାରି ତୋର ଏମିତି ଅବସ୍ଥା କରିବି ଯେ ଷ୍ଟେସନରେ ଆଉ କାହାର ବୋଝ ଉଠେଇବା ପୂର୍ବରୁ ନିଜେ ଆଉ କାହାର ବୋଝ ହିଁ ହସ୍ପିଟାଲକୁ ଯିବୁ। ବିଶ୍ୱାସ କରେ ଆକାଶ, ତୋ ଟଙ୍କା ନେବା ତ ଦୂର କଥା, ତୋ ଟଙ୍କା ମୁଁ ଆଖିରେ ଦେଖିନି। ଆଉ କୋଉ ଟଙ୍କାର ବଡ ଲାଗିଥିଲା, ରାତିକ ଭିତରେ କୋଉଠି ଉଡି ଚାଲିଗଲା। ସେ କଥା ମୁଁ କହିବି କେମିତି? କିଏ କହିବ? କିଏ କହିବ? ବୋପା ଆକାଶ, ମୁଁ ତ ବଡ ଭାଇ, ଆଉ ଆମର ବାପ ହଉଛି ଦିଟା। ଶୁଣ, ତୁ ମୋ ବଡ ଭାଇ ନୁହଁ, ତୁ ହେଲୁ ମୋ ମାର କଳୁଷିତ ସମ୍ପର୍କରୁ ସୃଷ୍ଟି ହୋଇଥିବା ଇତର ଅପରିଷ୍କାର ଜୀବ। ମୁଁ କଣ ସେଇଟା ତ ଅଲଗା କଥା। ହେଲେ ଯୋଉ ପୁଅ ନିଜ ମାର ଚରିତ୍ରକୁ ସଂହାର କରେ, ବାପ ପୂଜା କରିବା ବଦଳରେ ଘୃଣା କରେ, ମାର ଚରିତ୍ରକୁ କଳଙ୍କିର ଆଖ୍ୟା ଦେଇ ବଦନାମ କରେ, ସେ ହେଉ ତ ମଣିଷ ରୂପ ଧରି ଏକ ଜୀବ ହେଇପାରେ, ହେଲେ ସମାଜ ପାଇଁ ତାଙ୍କ କଳାକାର ଚରିତ୍ର। କୌଣସି ମାର ଆଶୀର୍ବାଦ ପାଇବା ତ ଦୂର କଥା, ସେପରି ପୁଅ ପାଇଁ ମାର ପଣତ କାନି ବି ଛୋଟ ହେଇଯିବ। ଆରାମ ଜାଦା ଖୁଲି ହବ ତୁ ମତେ ମାରିଦେବି। ମଣିଷ ନା ପଶୁ ନା ଜାନୁଆର ଗୋଟେ କାହିଁକି କଣ କରୁଛି ଆଜି ଭାଇ? ବିନା କାରଣରେ ତା ପଶୁ ଜାନୁଆର ମାରିଲା ପିଟି ପିଟି ଲହୁ ଲାନ୍ତୁ କରୁନି। କଣ କରିଛି? ସେ ମୋ ଟଙ୍କା ଚୋରି କରି ନେଇ ଯାଇଛି। ଆରେ ତ ମୁଣ୍ଡ ଖରାପ ନା କଣ? ରାଜୁ ଭାଇ ଟଙ୍କା ଚୋରି କରି କଣ ପାଇଁ? ତାକୁ ପଚାରୁନୁ। ତାକୁ କାହିଁକି ପଚାରିବେ? ଜୀବନ ଶେଷ ପୁରୀ କାମ କରି ତମ ଘର ଚଳୁଛି, ତା ରୋଜଗାରରେ ତମ ପରିବାର ପ୍ରତିପୋଷଣ ହଉଛ, ତାପରେ ସେ ଟଙ୍କା ଚୋରି କରିବ କଣ ପାଇଁ? ମୁଁ ରଖିଥିବା ତକିଆ ତଳେ 5,000 ଟଙ୍କା ତୋର ମୂଷା ନେଇଗଲା। ଆରେ ମୂଷା କାହିଁକି ନବ? ସେ ଟଙ୍କା ମୁଁ ନେଇଛି। କଣ ପାଇଁ ମୋ ଟଙ୍କା ନେଉଥିଲୁ? ସେ 5,000 ଟଙ୍କା ନେଇ ମୁଁ ରାମ ସାହୁ ଦୋକାନର ବାକି ଟଙ୍କା ସୁଝିବାକୁ ଯାଇଥିଲି। ମତେ ନ ପଚାରି ତୁ ତ ମନକୁ ମନ ଟଙ୍କା ନେଇ ଯାଉଥିଲୁ କଣ ପାଇଁ? ମାଗିଥିଲେ ତ କୋଉ ଦେଇ ପକେଇଥାନ୍ତୁ, ଆଉ କେତେ ଘଣ୍ଟା ପରେ ସେ ଟଙ୍କାକୁ ନେଇ କୋଉ ଜୁଆଡ଼ାରେ ଉଡେଇ ନେଇଥାନ୍ତୁ। ଏମିତି ବରଂ ଗୋଟେ କରଜ ସୁଝିଗଲା। ସେ ଟଙ୍କା ମତେ ଦେ, ସେ ଟଙ୍କା ମୋର ନିହାତି ଦରକାର। ଆଚ୍ଛା ବେଲ୍ଟରେ 10 କୋଡ଼ିଏ ରାଜୁ ଭାଇ ପିଟି ଯିବା ତ ଟଙ୍କା ତ ପାଇଯିବ କି? ବିନା କାରଣରେ ପଶୁ ଜାଲକୁ ପିଟିଲା ଭଳି ତା ପିଟି ବି ଲହୁ ଲାଲ କଲୁ ବୋଲି ଏବେ ତ ଜାଣିଗଲୁ ତ ଟଙ୍କା କିଏ ନେଇଛି କୋଉଥି ପାଇଁ ନେଇଛି। ତୁ ବିନା କାରଣରେ ତାକୁ ମାରିଲୁ, ତା ପାଇଁ ତୁ କି ଦଣ୍ଡ ପାଇବ? ଆଉନି ତୁ ତାକୁ କିଛି କହ, ସେ ମୋ ସାନ ଭାଇ। ତା ତୋର ମାଡ଼ ଖାଇ ମନ ଦୁଃଖ କରୁନି, ବରଂ ଖୁସି ଯେ ତା ଟଙ୍କା ଚୋରି ଅଭିଯୋଗରୁ। ଆରେ ମୂର୍ଖ, ତୁ ରାଜୁ ଉପରକୁ ହାତ ଉଠେଇ ମାଡ଼ ମାରିଛ। ହଁ ମାରିଛି। କଣଟା ମୋର ଦୋଷ ହେଇଗଲା? ବଡ଼ ଭାଇକି ତୁ ମାଡ଼ ମାରିବ, କେତେ କଣ ପୁଣ୍ୟ? ସେ ମୋ ବଡ଼ ଭାଇ ନୁହଁ, ସିଏ ହଉଛି ତ ପାପ ସମ୍ପର୍କରୁ ସୃଷ୍ଟି। କଣ ଆକାଶ କଣଟା ମିଛ କଥା କହିଦେଲି? ସେ ମୋ ପାପ ସମ୍ପର୍କ ହଉ କି ପୁଣ୍ୟ ସମ୍ପର୍କରୁ ସୃଷ୍ଟି ହଉ, ସେ ହଉଛି ମୋ ଗର୍ଭର ପ୍ରଥମ, ଆଉ ତାପରେ ତୁ ସ୍ଥାନ ପାଇଛୁ, ତେଣୁ ସେ ତୋର ବଡ଼ ଭାଇ। ତାକୁ ମୁଁ ବଡ଼ ଭାଇ ବୋଲି ମାନି ନେଇ ପାରିବିନି। ଭଲ ନହେଲେ ମୋ ଟଙ୍କା ମତେ ଫେରେଇ ଦେ, ମୁଁ ମୋ ବାଟରେ ଯିବି। 5 ଟଙ୍କା ବି ମୁଁ ତୋତେ ଦେବିନି। ଆରେ ବାପାର 5 ଏକର ଜମିକୁ ଶାଗ ମାଛ ଦରରେ ବିକ୍ରି କରି ସେଇ ଟଙ୍କା ଆଣି ମଦ ପିଇ ଦୁଆ ଖେଳି ଝିଅ ମାନଙ୍କ ପଛରେ ବର୍ବାଦ କରି ଉଡେଇ ଦଉଛୁ। ଆଉ ଯାହା ମାଣେ ଜମି ଆଉ ଘର ଢିଅ ଖଣ୍ଡିକ ପଡି ରହିଛି, ରାଜୁଟା ମୋର ପାଠ ପଢା ଛାଡି ଯଦି କୁଲି କାମ କରିନଥାନ୍ତା
ମୁଣ୍ଡରେ ମାଂସ ବଢି ଟ୍ୟୁମର ହେଇଛି ଯେ ସେ ଔଷଧ ଖର୍ଚ୍ଚ ବି ସେଇ ରାଜୁ ଦଉଛି। ଆରେ ତୁ ଭାବି ପାରିଲୁ କେମିତି ସେ 9 ଟଙ୍କା ଚୋରି କରିଛୁ ବୋଲି? ତାକୁ ମାରିବା ପୂର୍ବରୁ ତୋ ହାତଟା ଥରି ଉଠିଲାନି? ଆତ୍ମହତ୍ୟା ଶୁଣିବାକୁ ମୋ ପାଖରେ ସମୟ ନାହିଁ। ଶୁଣ, ତୁ ଅବାଞ୍ଛିତ ପୁଅକୁ ଆଦର କରି ମୋତେ ହତାଦର କରିଛୁ। ଦିନ ଆସିବ ସେଇ ପୁଅ ପାଇଁ ଏ ଘରେ ମହାଭାରତ ସୃଷ୍ଟି ହବ ଆଉ ସେଥିପାଇଁ ଦାୟୀ ରହିବୁ ତୁ, କେବଳ ତୁ। ଚୁପଚାପ ଠିଆ ହେଇ କଣ ଭାବୁଛୁ ରାଜୁ? ଆକାଶରେ ବ୍ୟବହାର ପାଇଁ ତୁ ମତେ ଘୃଣା କରୁଛୁ? ନାଇଁ ତୁ ସେମିତି କହନା। ତମର ଆମ ଜନ୍ମଦାତ୍ରୀ ମା ମାନେ ପୁରା ପିଲାମାନଙ୍କ ପାଇଁ ଚଳନ୍ତି ଠାକୁରାଣୀ। ମାକୁ ଘୃଣା କରାଯାଏ, ମାକୁ ପୂଜା କରାଯାଏ। ଆକାଶ ତଳେ ହାତ ଉଠେଇ ମାଡ଼ ମାରିବ, ମୁଁ ସହି ପାରୁନି ରେ। ମୋ ଛାତିଟା ଫାଟି ଯାଉଛି। ଆଉ ସିଏ ତା ମାଡ଼ ତ ମତେ କଷ୍ଟ ଦଉଛୁ, ତୁ କାଇଁ କରୁଛୁ? ପିଲା ଲୋକ ଆଜି ସମ୍ପତ୍ର ମାନେ କିଛି ମନେ କହୁଛି ନିଶ୍ଚୟ ଦିନେ ସେ ତା ଭୁଲ ବୁଝିପାରି ନିଶ୍ଚୟ ଅନୁତାପ କରିବ। ଆଉ ସେ ଅନୁତାପ ପାଇଁ ଅବଶିଷ୍ଟ କେମିତି ଦିନେ ସେ ପରିବର୍ତ୍ତନ ହେବ, ସେମିତି ବିଶ୍ୱାସ ଭରସା ଆଶା ମୁଁ ରଖିପାରୁନି। ତୁ ବିଶ୍ୱାସ ଏଇଥିପାଇଁ ରଖିପାରୁନୁ ତା ସହିତ ତ ରକ୍ତର ସମ୍ପର୍କ ନାହିଁ। ହେଲେ ମୋର ତ ରକ୍ତର ସମ୍ପର୍କ ଅଛି। ମୋ ମନ ବୁଝୁନି କଣ ତୁ ମନକୁ ବୁଝେଇ ପାରୁନୁ ଏଇଥିପାଇଁ ଯେ ତୁ ଅନେକ କଥା ତ ନିଜ ଭିତରେ ଗୋପନ ରଖିଛୁ। ତୁ ଜାଣିଛୁ କୌଣସି ପରିସ୍ଥିତିରେ ତୁ ମତେ ଜନ୍ମ ଦେଇଛୁ। ଖାଲି ଆକାଶର ସେହି ମଣିଷ ସମସ୍ତେ ଜାଣିଛନ୍ତି ତ ଅବିବାହିତ ସମୟ ତୁ ମତେ ଗର୍ଭରେ ରଖିଛୁ। ତ ବିବାହ ପରେ ମତେ ଜନ୍ମ ଦେଇଛୁ ସତ, କିନ୍ତୁ ତୋ ସ୍ୱାମୀ ଯେ ମୋ ବାପା ନୁହନ୍ତି ଏ କଥା ତୁ ଅସ୍ୱୀକାର କରିପାରିବୁ? ବାସ୍ ରାଜୁ ବାସ୍। ସେ ପଛ କଥାଟା ମନେ ପକେଇ ତୁ ଅଧିକ କଷ୍ଟ ଦେ। ମୋ ଜନ୍ମଜାତକକୁ ଗୋପନ ରଖି ତୁ କଣ ମତେ କଷ୍ଟ ଦେଇନୁ? ସେଥିପାଇଁ ମୁଁ କେବେ ଅଭିଯୋଗ କରିନି, ଏ ଭବିଷ୍ୟତରେ କେବେ ଅଭିଯୋଗ କରିବିନି। କାହିଁକି ନା ମୁଁ ଚାହେଁନି ମୋ ସୁଖ ପାଇଁ ମୋ ବୋଉ କଷ୍ଟ। ମୋ ବୋଉ ହଉଛି ମୋ ପାଇଁ ସବୁ କିଛି। ଆସିବୁ କଣ ଷ୍ଟେସନ ଯିବା ସମୟ ହେଇଗଲା। ସଂସାରରେ ରାଜକୁ ବହୁତ ଭଲ ପାଆନ୍ତି ଆଉ ମୁଁ ବି ବହୁତ ଭଲ ପାଏ। ସେଥିପାଇଁ ତ ମୁଁ ମୋ ମନରେ କେତେ ଆଶା ବାନ୍ଧି ରଖିଛି। କୋଉଦିନ ତୁ ମୋ ଘର ବୋହୂ ହବୁ, ରାଜୁ ସହିତ ତୋର ସଂସାର ଦେଖିଲେ ନା ମୋ ଖୁସିରେ ଆଖି ବୁଝିବି। ତତେ ମୋର ଗୋଟେ ଅନୁରୋଧ, ମୋ ରାଜୁ ମନରେ ତୁ କେବେ ବି କଷ୍ଟ ଦବୁନି। ସାରା ଜୀବନ ତୁ ତାକୁ ବଡ଼ ଦୋକାନୀରେ ବାନ୍ଧି ରଖିବୁ। ସେ 10 ସଂଘ ମନ ଭିତରେ ଆଣୁନି। ମୁଁ ତୁମ କଥା ରଖୁଛି ନା ରାଜଭାଇ ମୋଠୁ କିଏ ଛଡ଼େଇ ନେବ ନା ମୁଁ ରାଜଭାଇକି ଛାଡ଼ିଦେବି। ଭାଗ୍ୟ ଭିତରେ ତମ ଭାଗ୍ୟରେ କ'ଣ ଲେଖା ରଖିଛି ସେ କଥା ମୁଁ ନିଜେ ବି ଜାଣିନି। କଥା ଦଉଛି ମାଉସୀ, ଆମେ ଏକାଠି ବଞ୍ଚିବୁ ଏକାଠି ମରିବୁ। କିନ୍ତୁ ମୁଁ ତୁମକୁ ଆଜି କଥା ଦଉଛି ମୋ ରାଣୀ ମୋ ସୁନା ମୋ ମାଉସୀ।
बाबा वो भैनिक मिलला अरे मैं तो भेरटी पाई गली मैं वो पाई गली कि निज जिनिस सहित हुशियार रखिबे आजकल बेल काल जमा पड़ नहीं ई स्टेशन रे रेगुलर बुलुचंती टिके यात्री मान को सामने देखले ताको तो जिनिस रे थापी दे पड़ी जाउछी भाग्य भल मो नजर पड़ीगला दानले आपण आज आपको बैंक पाइबा सेति पाई तुमको अशेष धन्यवाद तमे खाली भैनिटी उद्धार करी मते देइनो परम मोर इष्टखंडन समस्त उपचार मते फेरई देलो ताई नतिले तीर्थ यात्रा मोर संपूर्ण भाबरे बेकार होई जाइता अब आपण कोन कहउछी को किछि बुझ पारुनी ए भेंटे कोन अछि कि ए जियोला किछि जिनिस थिबो नले किछि टंका थिबो ए इष्टखंडन तीर्थ यात्रा सफलता आपण कोन कहउछी को किछि बुझ पारुनी ए भेंटे कोन अछि कि कॉलेज से मठा करबा आरंभ धीरे धीरे बाकी में तेरा सेल होगा सुखी जाए बोले संपूर्ण भाबरे अंकुरी करदेला वो बाबा को प्रचुर टंका थिले भी दुईटी मैचिंग आखि ए पर्यंत मिलुनी पुओ झियो तीर्टी को जन्म देई पत्नी मोर 5 वर्ष तळे कैंसर रे पड़ी मते छाड़ी आर पर के चली गली अब सबुठ दुखद घटना हला बाहाकर 16 मंगुला दिन बहु को विधवा करी भेंडिया पुटा मोर गोटे एक्सीडेंट रे मरी मु छत्तीसगढ़ रो बालेश्वर धाम को जाइଥିଲି बाबा धीरेन्द्र नाथ शास्त्री को मो दुख सुनेइबा से मते किछि विभूति देइति वो कर्म करिछि मैं एतिकी जानिछि आज जदि आपण का असुविधा पड़ी साहाय्य हाथ बढ़िबे ताले आपण असुविधा पड़वा समय आउ के आसी आपण को साहाय्य हाथ बढ़िबे मो खाली सेति करिछि वाह चमत्कार सुंदर तम चिंताधारा उत्तम संस्कार संपन्न युवक तम पिता माता धन्य जे तम भली आदर्श संतान को जन्म देइछथि अच्छा मु गोटे कथा कहबी रखिबो कोन कोन बाबू उपकार प्रतिबदल रे मो मध्य किछ उपकार करबा को इच्छा करे ए नियम ए कार्डटा तम पाखे रखो जदि केतेबेले मोर साहाय्य आवश्यक मन करिवो ताले एई ठिकाना रे मते आसी देखा करिवो आज्ञा अंतत पके मु तमर किछ उपकार करि पाले मो निजको धन्य मने करिबी अच्छा भाई तुम नाम कौन बोला हाँ बाबा माके प्रथम संतान बने खुशी मना देथिले राजकुमार राजकुमार वाह खूब सुंदर नाम एले कोन हो एबे तो मु राजकुमार ना राजकुली ये केमिति अर्थ ए नाटा भल लागुनी तमको भल ना लागे मु कॉल करी मु कितु एई ना ने बहुत एले बाबू आपण देखला पर मते इच्छा आछि आपण मो इच्छा पूर्ण निश्चय कोने कोन तमर इच्छा को बाबू
ଏ ଷ୍ଟେସନରେ ମୁଁ ଅନେକ ଦିନ ହେଲା କାମ କରୁଛି। ଶହ ଶହ ଲୋକଙ୍କ ପଛ ମୁଣ୍ଡରେ ବହୁଛି, ହେଲେ ଆପଣଙ୍କ ଭଳି ଦରଦୀ ହୃଦୟର ମଣିଷଟି ଆସିଛି ଦେଖିବାକୁ। ଆପଣଙ୍କୁ ଦେଖିଲା ପରେ ମତେ ଯେମିତି ଲାଗୁଛି ମୋ ନିଜ ଲୋକକୁ ଅନେକ ଦିନ ହେଲା ହରେଇ ଦେଇଥିଲି, ଆଜି ପାଖରେ ତେଣୁ ମୋ ଇଚ୍ଛା ହଉଛି। ଆରେ କୁହନା କଣ ତମର ଇଚ୍ଛା? ଆପଣଙ୍କୁ ମଣିଷ ରୂପୀ ଦେବତା ସଜେଇ ଆପଣଙ୍କ ପାଦ ତଳେ ଗୋଟେ ମୁଣ୍ଡିଆ ମାରନ୍ତି। ରାଜକୁମାର ନାଇଁ ବାବୁ, ରାଜୁ କୁଲି, ରାଜଧାନୀ ଷ୍ଟେସନର କୁଲି ରାଜୁ। জীবন মাটারি চন্দন হাজারি মনি সামতি পিতা सब काम भल भल हेगला तू आग तो कथा कहलु 15 दिन होला हम तते घरे छाड़ी की गलोनी तू एका एका केमिति रहउतबो कोन करतबो सब बळे पा हम बाप जो दी जन कर तोरी चिंता संगे गलने बुझो एले मु को सब कुछ देखि फलती तमे संगे जाइथिले सब कुछ देखि के आसी थान मो जीव बेले कोन कोन पळै जाउची मु कोन केबे कोन जाई परबेनी ता छडा तमे कई मो कथा भाबुथिलो एठी रहिबारे मोर असुविधा कोन मारे तो चाकर पूजारी समस्त अछंती आ गाडी सब ज्ञान लेबा भाई आदित्य कहि जाइथिले आदित्य सब बळे मो पाखु फोन करती आ दरकार पड़े मते घर को आसी देखा भी करती एठी रहिबारे मारे किछि भी असुविधा हेनी अरे मां वर्तमान समय रे दुनिया रे जदि मोर के विश्वस्त मनुष्य थाए ताले से जनक होउची आदित्य ओटा मरि जीवन परे मोर के बा सा भरोसा अछि ताई नतरे एते बड़ होटल को मु कोन एका एका बुझा सिटा करतांती ता बापा मोर बाल्य बंधु थिला से भी मोर पुअर बंधु रही गला अंकल नमस्कार अरे नमस्कार नमस्कार अपन के तुलसी ए 10-15 मिनिट हबो जा तमर बहुत परमाय आदित्य
ଏଇଠି ତମରି କଥା ପଡିଥିଲା ତମେ ଆସି ପହଞ୍ଚିଗଲ ଆଉ କଣ ନାଇଁ ଆପଣ ମୋତେ ଇନଫର୍ମ କରିଥିଲେ ମୁଁ ଷ୍ଟେସନରୁ ନେଇ ଆସିଥାନ୍ତି। ନା କିଛି ଆବଶ୍ୟକ ନଥିଲା ତାଛଡା ଏଇଟା ମୋ ପାଇଁ ଏକ ଅଜଣା ସହର କି ତାପରେ ତମେ କୋଉ କାମରେ ବ୍ୟସ୍ତ ଥିବ ତେଣୁ ଅଯଥା ମୁଁ ତମକୁ ଡିଷ୍ଟର୍ବ ନ କରି ଡ୍ରାଇଭରକୁ ଫୋନ କରିଥିଲି ଷ୍ଟେସନ ଆସିବ ଛାଡ଼ ସେ କଥା ବିଶାଖା ତୁ ରାଖିକି ନେଇ ଭିତରକୁ ଯା ଆଉ ଆଦିତ୍ୟ ପାଇଁ ଟିକେ କଫି କରି ନେଇ ଆ ଡାଡି ଆପଣ ପିଇବେନି? ନା ମୁଁ ଫ୍ରେଶ ହେଇସାରିଲା ପରେ ଯାଇକି ପିଇବି ମୁଁ ଟିକେ ଆଦିତ୍ୟ ସାଙ୍ଗରେ କଥା ହେଇକି ଯାଉଛି। ହଁ ଠିକ ଅଛି। ଆଦିତ୍ୟ ହୋଟେଲ ମ୍ୟାନେଜମେଣ୍ଟରେ କିଛି ପ୍ରୋବ୍ଲେମ ହେଇନି ତ? ନାଇଁ ପ୍ରୋବ୍ଲେମ କ'ଣ ପାଇଁ ହେବ ସବୁ କିଛି ଠିକ୍ ଠାକ୍ ଚାଲିଛି। ସୁବ୍ରତ ସିନା ଚାଲିଗଲା ହେଲେ ସିଏ ହୋଟେଲକୁ ନେଇ ଯେଉଁ ପରିକଳ୍ପନା କରିଥିଲା ତା ସ୍ୱପ୍ନକୁ କାର୍ଯ୍ୟକାରୀ କରି ମୁଁ ଏ ରାଜଧାନୀ ନମ୍ବର 1 ଷ୍ଟାର ହୋଟେଲରେ ନିଶ୍ଚୟ ପରିଣତ କରି ଦେଖେଇବି। ଆପଣ ଖାଲି ମୋ ଉପରେ ଭରସା ରଖନ୍ତୁ। ସେ ଭରସା ମୋର ତମ ଉପରେ ଅଛି ଆଦିତ୍ୟ ବହୁତ ବିଶ୍ୱାସ କରେ ମୁଁ ତମକୁ ଖାଲି ଯାହା ମୋର ଏଇ ବିଧବା ବୋହୂ ଆଉ ଅନ୍ଧୁଣୀ ଝିଅ ପାଇଁ ମୁଁ ବ୍ୟସ୍ତ ବିବ୍ରତ ଝିଅ ଅପେକ୍ଷା ବୋହୂ ପାଇଁ ମୁଁ ବହୁତ ଚିନ୍ତିତ ସଂସାରର 16 ଦିନ ପରେ ସେ ବିଧବା ତେଣୁ ମୁଁ ଚାହୁଁଛି ଭଲ ପାତ୍ର ଦେଖି ମୋ ବୋହୂ ସହିତ ତାର ବାହାଘର କରେଇ ମୋ ଜ୍ୱାଇଁକି ମୋ ସମ୍ପତ୍ତିର ଅଂଶୀଦାର କରି ତାକୁ ମୋ ପାଖରେ ରଖିବି ତମର ମତ କ'ଣ ଆଦିତ୍ୟ? ନାଇଁ ବା ଆପଣ ଉଚିତ ଚିନ୍ତା କରିଛନ୍ତି ମୁଁ ଆଉ ଅଧିକା କ'ଣ କହିବି ବରଂ ଆପଣଙ୍କ ଚିନ୍ତାଧାରାକୁ କାର୍ଯ୍ୟକାରୀ କଲେ ମୁଁ ବହୁତ ଖୁସି ହେବି। ଜୟ ହିସାବରେ ଆପଣ ଗୋଟେ ପୁଅ ପାଇଯିବେ ଆଉ ମୁଁ ପାଇଯିବି ଗୋଟେ ଉତ୍ତମ ବନ୍ଧୁ। এই নিও আদিত্য তোমার ପାଇଁ ভেরি স্পেশাল কফি আরে তুমি কোন ପାଇଁ କଫି ନେଇ ଆସିଲ? ଆପଣ ପଚାରି ହେତେ ପଡ଼ିଥାନ୍ତି ଡାଡି ଦେଖୁଛନ୍ତି ଆଦିତ୍ୟକୁ କେମିତି ପର ଭାବୁଛନ୍ତି? ନାଇଁ ରେ ମା ଆଦିତ୍ୟ ତତେ ପର ଭାବି ଏ କଥା କହୁନି ବରଂ ତତେ ବହୁତ ନିଜର ଭାବି ତତେ ଅଧିକା କଷ୍ଟ ନ ଦେବା ପାଇଁ ସେମିତି କହିଲା ହେଲା ତମେ ସବୁ କଥା ହଉ ତ ମୁଁ ଟିକେ ଫ୍ରେଶ ହେଇକି ଆସୁଛି ଆଦିତ୍ୟ କ'ଣ ଭାବୁଛ କଫି ପିଇବାକୁ ଦବ ନା କଫି କି ଥଣ୍ଡା କରି ନଷ୍ଟ କରିଦବ? তুমি কোন এই কফি পিইবো না করো ଆଉ କୋଉ କଫି ପିଇବି? সেই কফি তম পাই এই ভেরি স্পেশাল কফি You are so sweet. আরে রো আগে মু তারপরে তুমি এমনি কফি ঠান্ডা না করো ବୁଝିଲ ଡାର୍ଲିଂ ସତରେ ତମେ ବହୁତ ସୁନ୍ଦର ତମ ରୂପ ଯୌବନ ମାଦକ ଭରା କଥାରେ କିମିଆ ଅଛି ଯୋଉଥିପାଇଁ ଆଦିତ୍ୟ ପଟ୍ଟନାୟକ ଫୁଲ ପାଗଳ। ଆଉ କନା ঠান্ডা না করো মতে উপরକୁ দেখি দিନି ମୁଁ ନହେଲେ ମୁଁ ତଳେ ପଡ଼ିଯିବି ଯେ ଆରେ ବାବୁ ମାତ୍ର 16 ଦିନର ବିବାହିତ ସମ୍ପର୍କ ସ୍ୱାମୀ ସୁଖ ପାରିଛି ମାତ୍ର 7-8 ଥର ତାପରେ ଦେହରୁ ବିବାହର ଗହଣା ଶୂନ୍ୟ ସେଥିରେ ମୋ ରୂପ ଯୌବନ ଯେ କେତେ ଆକର୍ଷଣ ଅଛି ମୁଁ କ'ଣ ଆଇନା ଆଗରେ ନିଜକୁ ଦେଖିଲି ଯେ ତମେ ମୋତେ ପ୍ରଶଂସାରେ ପୋତି ପକଉଛ ମୁଁ କିଛି ଭୁଲ କହିନି ନିଶା ବିବାହ 16 ମାସ ପରେ ବି ତମେ ଲାଗୁଛ ଷୋଳଶୀ କନ୍ୟା ମହିଳା ଆଉ 24 କ୍ୟାରେଟ ଖାଣ୍ଟି ସୁନା। ଏ ବିଶାଖାର ରୂପ ଯୌବନ କେବଳ ତମରି ପାଇଁ ସାଇତା ହୋଇ ରହିଛି ଆଚ୍ଛା ହେଲେ ତମ ଶ୍ୱଶୁର ମନେ ମନେ ଗୁଡ଼ ଖାଉଛନ୍ତି ମାନେ ମାନେ ସେ ଆଶା କରୁଛନ୍ତି ପୁଣି ଥରେ ତମ ବାହାଘର ହବ ଆଉ ସେ ଜ୍ୱାଇଁ ତାଙ୍କର ପୁଅ ହବ। ହେଲେ ସେ ଜାଣିନାହାନ୍ତି ତାଙ୍କ ବୋହୂ ଉପରକୁ କଣ ଦେଖାଗଲେ ବି ଭିତରଟା ବହୁତ କଠିନ ଏ ବିଶାଖା ଫଗୁଣର ଛୁଆ ନୁହେଁ ବରଂ ବୈଶାଖର ଡହ ଡହ ତତଲା ନିଆଁ ତାଙ୍କ ପୁଅ କଷ୍ଟି କଣ୍ଢେଇ ମନେ କରି ଗାଡ଼ି ଚକା ତଳେ ଚାପି ଗୁଣ୍ଡ କରି ସାରିଛି ଆଉ ନିଜକୁ ସଜା ପୁରା ଗୋଲାପ ମନେ କରି ଭ୍ରମର ମଧୁର ରଂସନରେ ଆତ୍ମହରା ସାରିଛି ବାକି ରହିଛି କେବଳ ବାସ୍ତବତାର ପରିଚୟ ଆଉ ତାପରେ ଆଦିତ୍ୟ ପଟ୍ଟନାୟକ ତମକୁ
ପରିଣବତା ହୃଦୟର ରାଣୀ ଅନେକ ସ୍ୱପ୍ନ ଭିତରେ ରାତିର ନିବିଡ଼ ଆଲିଙ୍ଗନ ସବୁକୁ ସ୍ଥାୟୀ ଭାବରେ ଗ୍ରହଣ କରି ତମ ଶ୍ରୀମନ୍ତରେ ପିନ୍ଧେଇ ଦବ ଶତବାର ନାଲି ଟହଟ ସିନ୍ଦୁର ଚୋପା। ଓ ଆଦିତ୍ୟ ମୋ ହାତ ରନ୍ଧା ଖାଇବ ବୋଲି ପରେ ହୋଟେଲ ନ ଖାଇ ଘରକୁ ଆସେ ହେଲେ ଆଜି ଆସି ଏତେବେଳେ ହେଲାଣି ସେ ଆସିଲାନି କାହିଁକି ସକାଳୁ ଯିବ ଯେ ଆସିବ ଦିନ 2ଟାରେ କ'ଣ ଦିଟା ମୁହଁ ଦେଇ ପୁଣି ଯିବ ଯେ ଆସିବ ଯାଏ ରାତି 9ଟାରେ ଆସି କାହିଁକି ମୁଣ୍ଡଟା ଭାରି ଯନ୍ତ୍ରଣା ଦଉଛି ଯେମିତି ଲାଗୁଛି ଏ ପ୍ରାଣଟା ଛାଡ଼ି ଯିବ ଛାଡ଼ି ଯାଆନ୍ତା କି ମତେ ସବୁ ଅଶାନ୍ତିରୁ ମୁକ୍ତି ମିଳିଯାନ୍ତା ମରିଯାଆନ୍ତେ ମାଉସୀ କଣ ମନ ମନ ବସିକି କାନ୍ଦୁଛ ତ ପୁରା କହିଥିଲି ତୁମେ ଶୋଇକି ରହିବ ମୁଁ ରୋଷେଇ କରି ଖାଇବା ନେଇକି ଆସିବି ଖାଇବ ବିଛଣାରେ ପଡି ରହିବି ମା ରାଜ କଥା ଭାବି ଭାବି ନା ମୁଁ ଉଠି ଆସିଲି ସେ ଆସିବନି ସକାଳେ ଗଲାବେଳେ ମତେ କହିଯାଇଥିଲା ଦ୍ୱିପହରେ ଖାଇବାକୁ ଆସିଲେ ଆଉ ଷ୍ଟେସନ ଯିବନି ଭାବିଲା ମୋ ଦେହ ତ ଖରାପ ମୁଁ କାଳେ ରୋଷେଇ କରିଥିବି ନ କରିଥିବି ସେଇଥିପାଇଁ ସେ ମୋତେ କୋଉ ହୋଟେଲରେ ଖାଇ ଦେଇଛି ନାଇଁ ମାଉସୀ ରାଜ ଭାଇ ସେମିତି କେବେ ବି ହୋଟେଲରେ ଖାଇ ନଥିବେ ବରଂ ଟ୍ରେନ୍ ଆସିବା ବେଳେ ହୋଇଥିବ ସେଇଥିପାଇଁ ଷ୍ଟେସନରେ ସେ ଅଟକି ଯାଇଥିବ ତମେ ଚାଲ ତମେ ଖାଇଦବ ରାଜ ଭାଇ ସେମିତି ନାଇଁ ମା ମୋ ପୁଅ ନ ଖାଇବା ଯାଏ ମୋ ପେଟକୁ ଦାନା ଯିବନି ସେ ଆସୁ ଆମେ ମା ପୁଅ 2 ଜଣ ସାଙ୍ଗ ହେଇ ଖାଇବୁ ଭାଇ ଅପା ତମେ ଆଗେ ଖାଇନିଅ ଅସୁସ୍ଥ ଦେହରେ ବେଶୀ ସମୟ ଉପାସ ରହିଲେ ଦେହ ଆହୁରି ଅଧିକ ଖରାପ ହବ। ତମେ ପୁଣି କୁଆଡେ ଚାଲି ଆସିଲ ଦିନ ବନ୍ଧୁ ଏ କଥା କହୁଛ ଅଞ୍ଜଳି ଅପା ତମ ଦେହ ଖରାପ ଖବର ପାଇଁ ମୁଁ ଘରେ ଚୁପ୍ ହୋଇ ବସି ରହିପାରିବି ତମ କଥା ଯେମିତି ନିତୁ ଯାଇ ମତେ କହିଛି ମୁଁ କହିଲି ମାରେ ରୋଷେଇ ରୋଷ ସାରିଦେ ଆମେ ବାପ ଝିଅ ସାଥି ହେଇଯିବା ମୋ ଦେହ ଭଲ ହବନି ଦିନ ବନ୍ଧୁ ନାଇଁ ଏଥରକ ନାଇଁ ମାଉସୀ ତମେ କାହିଁ ବ୍ୟସ୍ତ ହଉଛ କହିଲ କେତେ ଔଷଧ ଗୁଡାକ ଗିଳି ଗିଳି ନିଜ ମନକୁ ବୁଝେଇବି 3 ଘଣ୍ଟା ଅପରେସନ କରିଦେଲେ ଇଏ ତ ମତେ ଭଲ ହେଇଯାନ୍ତି ହେଲେ ଏତେ ଗୁଡାଏ ଟଙ୍କା ମୋ ରାଜୁ କୋଉଠୁ ଆଣିବ ତମେ ତ ଦେଖୁଛ ଏକାନ୍ତରେ ଆଚ୍ଛା ତମ ବାପ ଝିଅଙ୍କର କିଛି କାମ ଧନ୍ଦା ନାହିଁ କି ସବୁବେଳେ ଆମ ଘରକୁ ଆଡ୍ଡା ମାରିବାକୁ ଚାଲି ଆସୁଛ କ'ଣ ପାଇଁ ତୋର କ'ଣ ଅସୁବିଧା ଅଛି ଶୁଣି ଓହୋ ତମମାନେ ତାହେଲେ ମୋର ସୁବିଧା କରିବାକୁ ଆସିଛ ଭଲ କଥା ହେଲେ ମନେ ରଖ ତୁ ସେ ରାଜୁ ପୁଲିକି ବାହା ହେଇପାରୁ ହେଲେ ତତେ ମୁଁ ଭାଉଜ ବୋଲି ମାନି ପାରିବିନି କି ଏ ଘରେ ତତେ ମୁଁ ରହିବାକୁ ଦେବିନି କାହିଁକି ଏ ଘରଟା କ'ଣ ତୋର କି ଏ ଘର ହଉଛି ମୋ ମାଉସୀର ଆଉ ରାଜୁ ଭାଇ ହଉଛି ମୋ ମାଉସୀର ପୁଅ ମୁଁ ରାଜୁ ଭାଇକି ବାହା ହେବି ତା ସ୍ତ୍ରୀ ହେବି ମୋ ମାଉସୀର ବୋଉ ତୋର ଭାଉଜ ହବା ମୋର କିଛି ଆବଶ୍ୟକ ନାହିଁ ଏତେ ଆଉ ଛିଡ଼ା ସ୍ୱପ୍ନ ଦେଖ ନା ବା କହିଲା ଘର ମାଉସୀର ଘର ମୋ ବାପାର ମୋ ବାପା କହତେ ଘର ବାଡ଼ି ସବୁ ସମ୍ପତ୍ତି ମୋର ମୋ ବାପାର ମୁଁ ହଉଛି ସ୍ତ୍ରୀ ଆଉ ତୋର ମା ମୋର ଏ ଘରେ ସେତେ ଦିନ ଯାଏ ଅଧିକାର ଅଛି ଯେତେ ଦିନ ଯାଏ ମୁଁ ଆଖି ବୁଝିନି ଆଜି এই মুহূর্তে মু তোতে সে অধিকার হটাই দেবি এ ঘর বাড়ি জমি সবু সম্পত্তি মোর মু সব কিছু ফয়সলা করদেবি তু একুটিয়া কেমতি ফয়সলা করিবু এবে যে মানে জমি ঘর দিও খন্ডিক সবু তো বাপা নারে ଅଛି তো বাপা মরি যাওয়া পরে আইন অনুসারে এসব হচ্ছে তো বউর এমতি কথারে কহিদেলে কোন সব কিছু তোর হইଯିବ কথারে নুহ আও আইন অনুসারে সব কার্যকারী করে দেখাই দেবি কোন কହୁଛୁ আইন এই দেখো কোর্ট পেপার এই দেখো উকিল পাখে বসি সবু জমি বাড়ি ঘর গৃহ সব মোর নারে করে দিয়েছি বউ আর সে রাজ্য পুলিশ সিগনেচর করে এ সবু সম্পত্তি মোর হয়েছে ମୁଁ ସେଥିରେ ଦସ୍ତଖତ କରିପାରିବିନି ତୁ ଆପଦ ଦସ୍ତଖତ କରିବ ଜବରଦସ୍ତି ତୁ ବାଚୁ କର ଏଟା ଆମ ଘର କଥାରେ କଥା କହିବାକୁ ତୁ କିଏ ବେ
तू हम आखि सामने एमती अमर्ष प्रजा काम करिबो आमे प्रतिवाद करिबो पड़ोसी तमे पड़ोसी बाबरे प्रतिवाद करिलो आओ तमे प्रतिवाद करूछ तुम झियो को बाहा करे मो बापा संपत्ति अयस आराम करियो पड़ोसी हां तो बापारे एमती केते संपत्ति अछि जे अरे मारे जमीन घर दियो 8 गुंठू को बाटी बाटी संपत्ति पड़छि तो संपत्ति को बच्चे लोभ करिबो ओ हेला बा पटल की न देखि तुम झियो को नहीं तुम घर को जाओ सेठी राज्य पुलिस तो बाहा करी से राज्य पुलिस को घर चया करी रखियो ए आकाश अरे तोर कोन बुद्धि सुद्धि सब लोप पाई गला हम मद पी हित ज्ञान सब भूली गलो दिन बंधु हम निजर मनुष्य करी तो बापा चली गला परे से बापा को दिन जन हम घर सब भला मंद बुझा सुझा करती हेले ताको एमिति व्यवहार करिबटा तोर कोन की की एतो भाषण तू तो पाखे रह भले एते सिग्नेचर करते मु मो बाटे चली मो सेठे सिग्नेचर करिबी भलो हो पाले हेले तू से कागज को भी भाई करी आने गोटे भाग तोर आ अन्य भागटे मोर राजुर ना से राजू कोली को मु किछि देबिनी कि मो बापा संपत्ति तार किछि भी अधिकार नाही ताहले मो सेठे सिग्नेचर करिबिनी अरे एबे एई मुहूर्त रे मु तो तंजी जीबी तते मार देबी आकाश ओरे हो जाय आकाश अरे ये कौन करू से राम मां मां तो कुछ मार तो बसছো एबळी चरित्र ना मां मरि जिबा उचित জি ওই মাকে চরিত্র না কইবা তো ঠিক লাজ লাগুনি আর সে সতী সাবিত্রী যদি সে চরিত্রবতী তাহলে তো বাপা কি সে নিজে তা মরে কি স্বীকার করু এ সব জায়গা তোর আবশ্যক নাই যদি আবশ্যক নাই তাহলে তুই ঘরে রহিপারিবনি কি মো বাপা সম্পত্তি তোর কিছু বি অধিকার নাই ସେଥିପାଇଁ ମୁଁ କେବେ ଦାବି କରିନି କି ଭବିଷ୍ୟତରେ କେବେ ଦାବି କରିବି তাহলে নে কোর্ট পেপার ए पेपर बो को तुम मिसी सिग्नेचर कर दी या परे जाई मु बो के घर रखिबी और ता न हले दरकार पड़िले तुम मां को तुरे घर आ जाई पारो एक शूट मु 10 मिनिट समय दोची मु घर भीतर अछि मो कथा मानी तुम मां को तुम एते सिग्नेचर कर दबो और जदि मो कथा न रखिबो ताले भुलचाली रे हनी टिक टिक कर देबी एटा मोर शेष कथा तुम सिग्नेचर भाउज हमें कहिछि भाउज जावा का तो आकाश से पड़ी से वो कहता काच हां मु ए कागजे दस्तखत करी सबुद्र पे घर छाड़ छाड़ी अरे कुलीर जीवन ने बंचिछि जेते बेले ऑफिसला राजवास के मिलिबनी ए भगवान को सृष्टि एते बड़ दुनिया रे मुंड गुटे पे मत कोन जगह टिके मिलिबनी गाई देखो भाई तमर परिचय दरकार नहीं तमे मो घरे रहिबो हां बिल्कुल शांति राजू रही पारि शांति के रही पारिबिनी काहे कि ना नित्य हम संपर्क को लोक तुमको असम्मान तो करिबे बारा लोक नाना कथा कही हम पवित्र संपर्क को अपवित्र कर देबे किछि भी कहबा पई मो अन्य मन को सूचना देबिनी नितु सहित तमर बाहागर मो संगे सही कर सेमिति हेले घर चैर लज्जा मते बड़ अतिष्ठ करिबनी सेतबेले मो बौर अवस्था कोन मथरे चिंता कर अरे तू मते बाहा बनी हम तो संपर्क काटी देके चले छिको चाली छी निश्चय अतुट रहिबो हम बाहागर भाव सम्मान सहित सेति दिन जाके अपेक्षा करिबो मु मोबाइल रे ठिकाना कर साला परे आमे गरीब सुंदर घर सुंदर संसार तो बेकुटे चली रही पारिबिनी अरे के नहीं करबे तो बापा छथि मो बो अछि सेही वाला कथा बुझा करी मो सफलता अपेक्षा करी क्या देखो मो सिने का आछे जाइत अछि ए दुनिया छाड़ तो जाइत नहीं अरे कदल आते भरत को काई करू छु कदल दे भरत पर दूर रही को बाटा को कति चेर साथ क्षति का नहीं राजू भाई तू सभी को कहना तू चढ़ी थीबो तो संगे मु बिछिबी पूजा हो ना रे तू प्रथमे तू मते बुझा तू ये घर छाड़ी चली जीवो कोण पाई एक बार चली जाउछि जे मु चाहेनी मो भाई मो
ଗୋଟେ ପୁଅ ଆକାଶ ସେ ତୋର ଗୋଟେ ପଛିନା ଘର ଛାଡ଼ି ଯାଇ ଯାଉଛି ତୁ ଆଉ ଗୋଟେ ପୁଅ ପାଖରେ ରହିବୁ କେମିତି କହ ନାଇଁ ମୁଁ ତୋର କିଛି କଥା ଶୁଣିବିନି ତୁ ଯୋଉଠି ରହିବୁ ମୁଁ ତୋ ସହିତ ରହିବି ନାଇଁ ବୋଉ ତୁ ତୋରି ଘରେ ନା ମୁଁ ତୋର କିଛି କଥା ଶୁଣିବି ଅବୁଝା ହୋ ନା ବୋଉ ତୋତେ ମୋ ନିୟମ ଶେଷରେ ତୁ ତ ନିୟମ ଦେଇଦେଲୁ ତୋ ବୋଉ ସେ ଗୋଟାଏ ଭୁଲ ପାଇଁ ପରକ୍ଷରେ ତୁ ମତେ ପର ବୋଲି କହିଦେଲୁ ନା ଆରେ ତୋ ବାପାର ପରିଚୟ ଦେଇପାରୁନି ବୋଲି ତୁ ଆଜି ମତେ ଏତେ ବଡ କଷ୍ଟ ଦେଇଦେଲୁ ଠିକ ଅଛୁ ତୁ ଆରେ ତୁ କାହିଁ ମତେ ସାଙ୍ଗରେ ନବୁ ମୁଁ ତ ତୋର ଗୋଟାଏ ଚରିତ୍ରହୀନ ମା ନା ତୁ ସେମିତି କହ କହିବି ହଜାରେ ଥର କହିବି ସୁଗୁରାଜୁ ତୁ ଯଦି ମୋ ପୁଅ ହେଇଥିବୁ 10 ମାସ 10 ଦିନ ଗର୍ଭରେ ଧରି ମୁଁ ଯଦି ତତେ ଜନ୍ମ ଦେଇଥିବି ତାହେଲେ ତୁ ମୋର ଶେଷ କଥା ବି ଶୁଣିବ ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ତୋ ମୁହଁ ମୁଁ କେବେ ବି ଦେଖିବିନି ଏଇଟା ହଉଛି ତତେ ତୋ ବୋଉର ନିୟମ তুমি କଣ କଲ ମାଉସୀ ଶେଷରେ ରାଜୁ ଭାଇକି ତମଠାରୁ ଦୂରେଇ ଦେଲ ସେ କଣ ମତେ ପାଖରେ ରଖିଲା କି ଅପା ତମେ ଏଇ କଣ କଲ ତମେ ତମ ନିୟମକୁ ଫେରେଇ ନିଅ ମୁଁ ତୁମକୁ ହାତ ଯୋଡ଼ି ନେହୁରା କହୁଛି ତା ନହେଲେ ସବୁ କିଛି ଅନର୍ଥ ହେଇଯିବ ବଡ ଅନର୍ଥ ହବ ମୁଁ ତ ସୁକୁ ହଉଛି ଆଉ ଦିନ କେଇଟା ପରେ ଆଖି ବୁଝିଦେବି ସେ କଥା କିଏ କହିବ କାହିଁକି ସେ ଅଧାମୂଳା ମୁଣ୍ଡଟାକୁ କାନ୍ଧରେ ବୋହି ବୋହି ନିଜକୁ କଷ୍ଟ ଦବ ଆଜିଠୁ ସିଏ ତା ବାଟରେ ମୁଁ ବି ମୋ ବାଟରେ ମାଉସୀ ଆଜିକୁ ବର୍ଷ ଧରି ରାଜୁ ଭାଇ ପାଦ ସହିତ ମୁଁ ପାଦ ମିଶେଇ ବାଟ ଚାଲି ଆସିଛି କାଲି ଆମ ଦୁହିଙ୍କ ପାଦ ମିଶି ଗୋଟାଏ ହବ ସେତେବେଳେ ତମେ ଆମଠାରୁ ଦୂରେଇ ରହିବ ଆମ ସଂସାର ତମେ ଆଶୀର୍ବାଦ କରିବନି ସେତେ ଦିନ ଯାଇ ମୁଁ ବଞ୍ଚିଥିବି ବୋଲି କିଏ କହିବ ହଁ ମା ମୁଁ ବଞ୍ଚି ଥାଇକି ମରିଥାଏ ମୋ ଆଶୀର୍ବାଦ ସବୁ ସମୟରେ ତମ ସଂସାର ଉପରେ ରହିବ ଆଶୀର୍ବାଦକୁ ସଫଳ କରି ତୋ ରାଜୁ ଆଜି ତୋତେ ଛାଡ଼ି ଏ ବୋଉ ତୋ ରାଜକୁମାର ତ ତୋଠୁ ଅନେକ ଦିନ ହଜି ଯାଇଛି ଆଜି ରାଜୁ କହିବି ହଜିଯିବ ତୋ ପାଖରୁ ସବୁଦିନ ପାଇଁ ଏ ଭଦ୍ରଲୋକ ଏପର୍ଯ୍ୟନ୍ତ ତମମାନଙ୍କର ନାଟକ ସରିନି ସରିଗଲା ମୁଁ ଆଉ ବୋଉ ବି କାଗଜ ଦସ୍ତଖତ କରିଦେବି ହେଲେ ଆକାଶ ତୋତେ ମୋ ହାତ ଧରି ଅନୁରୋଧ କରୁଛି ରେ ତୁ ମୋ ବୋଉକୁ କଷ୍ଟ ଏତିକି ରାଜୁ କହିଲେ ତୋ ପାଖରେ ବାକୁଣି ନିଜ ଭାଇ Oh,
श्री राजा रानी राजा राजा धनी गोली सिंह राजा कुमार श्री राजा धनी राजा कुमार राजा धनी गोली सिंह राजा कुमार सुनो तो डॉक्टर नहीं एक्चुअली डैडी को कौन है जी एनी प्रॉब्लम Nothing serious. It may be cardiac problem. বয়স হইগলানি এ বয়সের ছাত্রের যন্ত্রণা হওয়া স্বাভাবিক কিন্তু আপনার টিকে এক্সট্রা কেয়ারফুল হওয়া আবশ্যক তবে বিব্রত হবার কিছু নাই ମୁଁ ইনজেকশন দেই দিছি ଆଉ ଟିକେ ପରେ ସେ ନର୍ମାଲ ହେଇଯିବ ହେଲେ ଯେତେ ଶୀଘ୍ର ତାପରେ ହସ୍ପିଟାଲରେ କମ୍ପ୍ଲିଟ ହାର୍ଟ ଚେକଅପ୍ କରିବା ଦରକାର ଆସୁଛି ମ୍ୟାମ୍ अरे सुनो तो ना ଆଉ ପୁଣି କ'ଣ आपण सହିତ ମୁଁ କିଛି ସିକ୍ରେଟ କଥା ହବାକୁ ଚାहे ହଁ କୁହନ୍ତୁ आपण जने डॉक्टर रोगी को चिकित्सा करी आरोग्य करबा आपनकर पेशा सेते आपण କିଛି ଅର୍ଥ ନିଅନ୍ତି ଆଉ ଏମିତି ବି ଡକ୍ଟର ଅଛନ୍ତି ଅଧିକ ଅର୍ଥ ପାଇ ରୋଗୀ को आरोग्य करे परिवर्ते ताको मारी देବାର ଚିକିତ୍ସା କରନ୍ତି ହଁ ସେମିତି ଭାଇ ହେଲେ ମୁଁ ସେମିତି ଡକ୍ଟର ନୁହେଁ ମୁଁ ଚାहे ଆପଣ ସେମିତି ଜଣେ ଡକ୍ଟର ହୁଅନ୍ତୁ ଆପଣ କ'ଣ କାହାକୁ ମାରିବାକୁ ଚାହୁଁଛନ୍ତି ନା ହଁ ଚାହୁଁଛି କାହାକୁ ମୋର ଡାକ୍ଟ ଆଇ ମିନ୍ ମୋ ଶ୍ୱଶୁରଙ୍କୁ ହ୍ୱାଟ୍ କ'ଣ କହୁଛନ୍ତି ଆପଣ ଆପଣଙ୍କ ମୁଣ୍ଡ ଠିକ ଅଛି ତ ମୋ ମୁଣ୍ଡ ସମ୍ପୂର୍ଣ୍ଣ ଠିକ ଅଛି ଆଉ ମୁଁ ହୋସ୍ ଥାଇ ମଧ୍ୟ କହୁଛି କୁହନ୍ତୁ କେତେ ଟଙ୍କା ଦେଲେ ଆରୋଗ୍ୟ କରିବା ପରିବର୍ତ୍ତେ ମାରି ଦେବାର ଚିକିତ୍ସା କରିବେ ଦେଖନ୍ତୁ ମ୍ୟାଡ଼ାମ୍ 50 ଲକ୍ଷ ଦେବି ସରି ମ୍ୟାଡ଼ାମ୍ ମୋ ଦ୍ୱାରା ତାହା ହେଇପାରିବନି କୋଟିଏ ଟଙ୍କା ଦେବି ଆପରେ ବି ଆପଣ କ'ଣ ମନା କରିବେ ଆପଣ ଯେ କ'ଣ ଭାବିଛନ୍ତି କ'ଣ ଭାବିଛନ୍ତି ନିଜକୁ ଜାଣିଛନ୍ତି ଯଦି ଏ ବିଷୟରେ ମୁଁ ଚୌଧୁରୀ ବାବୁଙ୍କୁ କହିଦିଏ ଆପଣଙ୍କର ଅବସ୍ଥା କ'ଣ ହବ କିଛି ବି ହବନି କିଛି ବି କରିପାରିବେନି ଆପଣ କାହିଁକି ନା ଆପଣ ପାଖରେ କିଛି ବି ପ୍ରମାଣ ନାହିଁ କିନ୍ତୁ ଆୟୁଷ ନର୍ସିଂହୋମର ଓନର ଡକ୍ଟର ଆୟୁଷ ବାବୁ ମୋ କଥାକୁ ବିଶ୍ୱାସ କରିବେ ଆପଣ ଭଲ ଭାବରେ ଜାଣିଛନ୍ତି ଆୟୁଷ ବାବୁଙ୍କ ସହିତ ଚୌଧୁରୀ ବାବୁଙ୍କ ସମ୍ପର୍କ କେତେ ନିବିଡ଼ ତାଠାରୁ ଆହୁରି ନିବିଡ଼ ସମ୍ପର୍କ ମୁଁ ଆପଣଙ୍କ ସହିତ କରିବାକୁ ପ୍ରସ୍ତୁତ ସେସବୁ ମଜା କଥା ଛାଡ଼ନ୍ତୁ ମୁଁ 2 କୋଟି ଦେବାକୁ ରାଜି ଅଛି ଶୁଣନ୍ତୁ ଅଠର ପାହାଣୀ ମୋ ଉପରେ ଅଜାଡ଼ି ଦେଲେ ବି ସେଭଳି କଦରରେ କାମ ମୁଁ କେବେ ବି କରିବିନି ଜୀବନ ବଞ୍ଚେଇବା ହେଉଛି ଡକ୍ଟର ଧର୍ମ ଜୀବନ ନବ ନୁହେଁ ଆଉ ବିଶ୍ୱାସଘାତକତା କରି ମୋ ଧର୍ମକୁ ମୁଁ କେବେ ବି କଳଙ୍କିତ କରିପାରିବିନି କେବେ ବି ନୁହେଁ ସରି ମ୍ୟାଡ଼ାମ୍ ଆସୁଛି ରାଣୀ ରାଣୀ କହିଲେ କଣ ଡକ୍ଟରଙ୍କ ଧର୍ମ ଆହୁରି କଣ କହିଦେଲେ ମୁଁ ପାରିବିନି ଆମେ 2 ନମ୍ବରରେ କଣ ହେଇଗଲା ଆଉ କିଏ କରିପାରିବେ ମୋ ପାଖରେ ଅର୍ଥ ଅଛି ମାନେ ତୋ ଭଳି ଗୁଣ୍ଡାଏ ଡକ୍ଟରକୁ ମୁଁ କିଣି ପାରିବି ଆଉ ସେତେବେଳେ ତୁ ପସ୍ତେଇବୁ ମନେ ମନେ ଭାବିବୁ କେତେ ବଡ଼ ଚାନ୍ସ ମୋ ହାତ ଛଡ଼ା କରିଦେଲି ମା ଟିକେ ଶୁଣିବେ What? ମା କିଏ ବେ ତୁ ମୁଁ ରାଜୁ ଆଜ୍ଞା ତୁ ରାଜୁ କି କାଜୁ ମୁଁ ତତେ ମା ପରେ ଦେଖାଉଛି ଓହୋ ଭୁଲ ହେଇଗଲା ବାଡ଼ା ତୋ ଗୋଟେ ଗୋଟେ ଅନାର୍ଯ୍ୟ ଏ ଘର ଭିତରକୁ ପଶି ଆସିଲେ କେମିତି ବେ ସେ ଦୌରା ତତେ କିଛି କହିଲାନି ନାଇଁ ନାଇଁ ସେ ଛାଡୁନଥିଲେ ସେ ମତେ ଛାଡୁନଥିଲେ ওই কার্ডটা দেখিলাম সে ভিতরକୁ ଛାଡୁ এই দেখো না এই কার্ড দেখো ଓହୋ ତୁ ତାହେଲେ ଆଗକୁ ପାଖକୁ ଆସିଛୁ କାଇଁ ବାପ କଣ করে না ହଁ ଅଛନ୍ତି ହେଲେ ତୋ ସହିତ ଦେଖା ହେଇପାରିବେନି କିନ୍ତୁ ମୁଁ ତ ବହୁତ ବଡ଼ ଆଶା ନେଇ ଆସିଥିଲି ସିଦ୍ଧାନ୍ତ ବାବୁ ଟଙ୍କା ମାଗିବାକୁ ଆସିଛୁ ନାଇଁ 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 ମୁଁ ଟଙ୍କା ନେବାକୁ ଆସିବି ଆପଣ ଟଙ୍କା ନେବାକୁ ଆସିଛୁ ଆପଣ ରାଗୁଛନ୍ତି କାହିଁକି ନା ରାଗିବି କାହିଁକି ବନ୍ଦାବନ ଖାଲି ତତେ ପୂଜା କରିବି ଆଉ ଇତର ଛୋଟ ମୁଁ ଜବାବ ସର୍ଭ କରୁଛୁ ମୁଁ ଡାଡିକି ପଠେଇ ଦଉଛି ସେ ଇଚ୍ଛା କଲେ ଆସି ଦେଖା କରିବେ ତା ନହେଲେ ତୁ ଚୁପଚାପ ଚାଲିଯିବ ବୁଝିଲୁ বাপরে বাপ কি কড়া মেমরা
কোন আশা নিয়ে আসছিলি তাহলে বাবুଙ୍କ ସହିତ ଦେଖାବୁ ନାଇଁ ନାଇଁ ଆସିଛି ତ ଦେଖା କରିଛି ହେଲେ ମ୍ୟାଡାମ କହିଲେ ବାବୁଙ୍କ ଇଚ୍ଛା ହେଲେ ତାହେଲେ ବାବୁ କଣ ମତେ ଆଜ୍ଞା ନମସ୍କାର ତମେ ତମେ ଷ୍ଟେସନର ସେଇ ରାଜୁ କୋଲି ଆଜ୍ଞା ରାଜୁ 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 ରାକ୍ଷୀ ସେଦିନ ଷ୍ଟେସନରେ ଯୋଉ ଦେଖା ହେଇଥିଲେ ରାଜୁ ଇଏ ହଉଛନ୍ତି ସେଇ ରାଜୁ ବାବା ତ ସେଦିନ କାହିଁକି ଆସିଥିଲେ ତେବେ ଆଜି ପର୍ଯ୍ୟନ୍ତ ଆସୁନଥିଲେ କାହିଁକି ନାଇଁ ସେମିତି କିଛି ଆବଶ୍ୟକ ନଥିଲା ତ ସେଇ ତାହେଲେ ଆଜି କିଛି ଆବଶ୍ୟକ ମନେ କରି ମୋ ପାଖକୁ ଆସିଛ ହଁ ଯେ ମତେ ଲାଗୁଛି ଆପଣଙ୍କ ଦେହ ବୋଧେ ଭଲ ନାହିଁ ମୋ ଅଲଗା କେବେ ଆସିବ ଆରେ ନାଇଁ 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 ବୟସ ହେଲାଣି ଏଣିକି ତ ଏମିତି କେତେବେଳେ କେମିତି ଦେହ ଖରାପ ହେଇ ରହିବ ୟା ବୋଲି ତମେ ତମ ଆବଶ୍ୟକତା ନ କହି ଚାଲିଗଲେ ମତେ କଣ ଭଲ ଲାଗିବ କୁହ 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 କଣ ପାଇଁ ଆସିଥିଲ କୁହ କଣ କହିବି ବାବୁ ପାରିବାରିକ ପରିସ୍ଥିତି ମୋର ଜମା ଭଲ ନାହିଁ ଅଭାବୀ ସଂସାରକୁ ମଧୁଆ ସାଙ୍ଗ ହୋଇ କୁଲି କାମ କରି ଯେମିତି ସେମିତି ପେଟ ପୋଷି ରଖିଲି ସିନା ହେଲେ ସଂସାର କରିବା ସ୍ୱପ୍ନ ମୁଁ ଆଜି ଯାଏ ଦେଖିନି ତେବେ ଆପଣଙ୍କ ପାଖକୁ ଆସିଥିଲି କିଛି କର୍ମ ପାଇଁ ଆପଣ ଯଦି ଦୟାକରି ମତେ ଟିକେ ଆଶ୍ରୟ ସହିତ କିଛି ଟଙ୍କା ରୋଜଗାର କରିବା ପନ୍ଥା ବନେଇବେ ତାହେଲେ ମୁଁ କୋଣରେ ଲାଗିଯାଏ ଏଇଟା ଗୋଟେ କଥା ନା ତମ ବ୍ୟସ୍ତ ହେବା କିଛି ଦରକାର ନାହିଁ ମୁଁ ତମକୁ ସବୁ ପ୍ରକାର ସାହାଯ୍ୟ କରିବି ହେଲା ଏ ମା ତୁ କଣ କହୁଛୁ ମତେ କଣ ପଚାରୁଛ ବାପା ମୋ ରାଜୁ ଭାଇ ଏଇଠି ଆମ ଘରେ ରହିଲେ ମୁଁ ବହୁତ ଖୁସି ହେବି ହେଲେ ବାବୁ ମୁଁ କୋଉ କାମ କରିବି ପ୍ରଥମ କଥା ହେଲା ମୋର ଏଇ ବିଲ୍ଡିଂ ସାଇଡରେ ଯୋଉ ଘରଟା ଦେଖୁଛ ତମେ ସେ ଆଉଟ ହାଉସରେ ରହିବ ମାନେ ଶୁଆ ବସା କାମ ସବୁ ସେଇଠି ହବ ଆଉ ଖାଇବା ପିଇବା ସବୁ ଏଇ ଘର ଭିତରେ ହବ ଅଜୟ ବାବୁ କିନ୍ତୁ ମୁଁ କିଛି ଆମର ଆଶା ଦିଏ ହଁ କାମ ମିଳିବ ରାଜୁ ତମର ମୁଖ୍ୟ କାମ ହେଲା ମୋର ଏ ଅନ୍ଧୁଣୀ ଝିଅର ଦାୟିତ୍ୱ ମୋର ଏ ଅନ୍ଧୁଣୀ ଝିଅ ପାଇଁ ଜଣେ ମଣିଷର ସାହାରା ନିହାତି ଦରକାର ତମେ ତା ପାଖେ ପାଖେ ରହି ତାର ସବୁ ଆବଶ୍ୟକତାକୁ ଯୋଗାଇ ଦବ ଘରେ ବାହାରେ ତମେ ତାର ସୁରକ୍ଷା ଦବ ଓହୋ এই যাহাକୁ বডিগার্ড କୁହନ୍ତି ସେଇ କଥା ଓହୋ ଠିକ ସେଇଆ ତମେ ସେଇ କାମ କରିବ ନା କାଇଁ କରିବିନି କିଛି ଭାବେ ନିଜ ଘର କରି ଘରଟେ ମିଳିଯିବ ନା ଆଉ କଣ ଦରକାର ଅଛି ହେଲେ ବାବୁ ଆଉ କୋଉ କାମ କରିବି ମୋ ଦାୟିତ୍ୱ ବି ନେବୁ ଆଜିକାଲି ମୁଁ ସବୁବେଳେ ଅସୁସ୍ଥ ରହୁଛି ମତେ ଠିକ ଟାଇମରେ ମେଡିସିନ ଜଳଖିଆ ଏ ବି ସବୁ କାମ କରିବ ବୁଝିଗଲି ବାବୁ ବୁଝିଗଲି ସିଧା ସିଧା କଥା ଆଜିଠୁ ଆପଣଙ୍କ ଦାୟିତ୍ୱ ଆଉ ଜମାକୁ ଦାୟିତ୍ୱ ଆଚ୍ଛା ମାସକୁ କେତେ ଦରମା ନେବ କହିଲ ନାଇଁ ସେ କଥା ଆପଣ ଯୋଉଥିରେ ଖୁସି ମୁଁ ବି ସେଇଥିରେ ଆନନ୍ଦ କିଛି ନହେଲେ ନିଜ ଘର ପରି ଘରଟି ମିଳିଯିବ ନା ରାଜୁ ଭାଇ ଖାଲି ଘର ତମର ନିଜର ନୁହଁ ବାବା ମୁଁ ବି ତମର ନିଜର ଆଉ ତମେ ବି ଆମର ଖୁବ ନିଜର ଛୁଆ ମା ହଁ ରାଖିକି ତୁ ଛୁଆ ମା ମତେ ବାବା ବୋଲି ଡାକି ପାରୁ ମାତ୍ର ମୋ ଠାରୁ ତୁ ପୁଅର ସ୍ନେହ କହିବୁ ଆଉ ରାକ୍ଷୀ ଠାରୁ ଭାଇର ସ୍ନେହ ସମ୍ମାନ ସବୁ କିଛି এটা তো ମୋ ପାଇଁ ଖୁସିର କଥା ଏ ରାଜକୁଲି ଭାଗ୍ୟରେ ଏତେ ବଡ଼ ସୁଖ ଅଛି କେବେ ବି ଚିନ୍ତା କରିନଥିଲି ହେ ଈଶ୍ୱର ତମକୁ ଏ ରାଜକୁଲି ଜଣାଉଛି କୋଟି କୋଟି ନମସ୍କାର বিছানামণি খোঁজি পাইব না আজি সারা ভাগ্য তৈরি
ये डॉक्टर नहीं ବର୍ତ୍ତମାନ ସମୟରେ ଆପଣ ସବୁବେଳେ ବିଶ୍ରାମ ଦରକାର हॉस्पिटल आयो ଆପଣ ସବୁବେଳେ ଟେନସନରେ ରହୁଛନ୍ତି ସେଇଥିପାଇଁ ଦେହ ଉପରେ କିଛି ପ୍ରେସର ପଡୁଛି आइला ହଁ ଦୀପ ବାବୁ ସବୁ କଥା କହିଛନ୍ତି ନରସିଂହର କାର୍ଯ୍ୟ ବ୍ୟସ୍ତତା ପାଇଁ ମୁଁ ଆପଣଙ୍କୁ ଦେଖା କରିପାରୁନି ହେଲେ ଦୀପ ବାବୁ ତ ସବୁବେଳେ ଚେକଅପ୍ କରୁଛନ୍ତି ନା ଆଚ୍ଛା ଠିକ ଅଛି ମୁଁ ଯଦି କେବେ ଫ୍ରି ହୁଏ ତାହେଲେ ଆପଣ ଯାଇ ନିଶ୍ଚୟ ଦେଖା କରିବେ ଆଜ୍ଞା ରହୁଛି ଆଜ୍ଞା ନମସ୍କାର ହଁ ବୁଝୁଥିଲି କାହିଁକି ତମ କାର୍ଯ୍ୟକଳାପ ମୋତେ ଭଲ ଲାଗୁନି ସବୁ ସ୍ଥାନରେ ତମମାନେ କମ୍ପ୍ଲେନ୍ କରୁଛନ୍ତି କିଛି କରୁନ ଆଉ ସେମାନଙ୍କ ତମମାନେ ବିଷୟ କମ୍ପ୍ଲେନ୍ କରୁଛନ୍ତି ତମେ ହଉଛ ନରସିଂହପୁର ସିନିୟର ଫାର୍ମାସିଷ୍ଟ ତମେ ଗାଇଡ୍ କରିବା କଥା ତମେ ଗାଇଡ୍ କରୁନ ମୋର ସେମାନଙ୍କ ସହିତ ରୁମ୍ ଭିତରେ ବସି ଖାଲି ପ୍ରେମ